जय श्री जगन्नाथ भाई माने सर्वप्रथम गुरुदेव गणपति ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମର ବାସ୍ତୁ ସେସନ ଆରମ୍ଭ କରିବା। ଏ ବାସ୍ତୁ ସେସନରେ ଏଇ ଯୋଉ ଚକ୍ରଟାକୁ ଆମେ ବୁଝିବା। ଏଇ ଚକ୍ର ଆମେ ବୁଝିବା ପୂର୍ବରୁ ସର୍ବପ୍ରଥମେ ଏଇ ଚକ୍ରର ଯୋଉ କ୍ୟାରେକ୍ଟରିଷ୍ଟିକ୍ସ ଗୁଡିକ ରହିଛି ସେ ବିଷୟରେ ଆମେ ଛୋଟ ଛୋଟ ତା ଭିତରେ ଗୋଟେ ଗୋଟେ ଜାଣିବା ଯେ କୋଉ ଜାଗାରୁ ଆମେ ଷ୍ଟାର୍ଟ କରିବା, କଣ ଅଛି ଏ ଚକ୍ରରେ, କଣ କଣ ସବୁ ଡିଟେଲ ଅଛି ସେ ବିଷୟରେ ଜାଣିବା। ସର୍ବପ୍ରଥମେ ଆପଣ ମାନେ ଦେଖନ୍ତୁ ପୁରା ସେଣ୍ଟରରେ ଯୋଉଠି ପ୍ଲସ୍ ଲେଖା ହେଇଛି ସେଟା ହଉଛି ବ୍ରହ୍ମସ୍ଥାନ। ଆମେ ଅଲରେଡି ବ୍ରହ୍ମସ୍ଥାନ ଡିସ୍କସନ କରିଦେଇଛେ। ଏଇ ଯୋଉ ଜାଗାଟା ରହିଲା ଏଇ ଜାଗାଟାକୁ ବ୍ରହ୍ମସ୍ଥାନ ବୋଲି ଆମେ କହୁଛୁ। ଠିକ ଅଛି, ଏଇଟା ହେଲା ବ୍ରହ୍ମସ୍ଥାନ। ଠିକ ଅଛି ନା, ଏ Yes. ବ୍ରହ୍ମସ୍ଥାନ ହଉଛି ସେଣ୍ଟର ପଏଣ୍ଟ। ତାପରେ ସବୁ ଦେବତା ମାନଙ୍କ ନାଁ ଲେଖା ହେଇଛି, 45 ଜଣ ଦେବତାଙ୍କ ନାଁ ଅଛି। ବର୍ତ୍ତମାନ ସେଇଟା ଜାଣିବା ନାହିଁ କାହିଁକି ନା ମୁଁ ଦେବତା ପଢେଇ ନାହିଁ, କିନ୍ତୁ ମନେ ରଖ ବାସ୍ତୁରେ 45 ଜଣ ଦେବତା ଅଛନ୍ତି। ତାଙ୍କ ବିଷୟରେ ଯେତେବେଳେ ଆମେ ଡେସ୍କ୍ରିପ୍ଟିଭଲି ଡିଟେଲି ପଢିବା ଏବଂ ଦେବତା ମାନଙ୍କ କାର୍ଯ୍ୟ ବିଷୟରେ ଜାଣିବା ସେଗୁଡିକ ସେତେବେଳେ ଆମେ ଜାଣିବା। କିନ୍ତୁ ବର୍ତ୍ତମାନ ଆମେ ମେନ୍ ଯେତିକି ଆମେ ପଢି ଦେଇଛେ ସେଗୁଡାକୁ ଜାଣିବା କି ଏ ଚକ୍ରରୁ ଆମେ କଣ କେମିତି କିପରି ଭାବରେ ଜାଣିବା। ତେଣୁ ସର୍ବପ୍ରଥମେ ମୁଁ ଆଉଟର ମଝି ସେଣ୍ଟର କଲି, ମୁଁ ଆଉଟର ରୁ ଷ୍ଟାର୍ଟ କରୁଛି। ଆଉଟର ମୁଁ କାହିଁ ଷ୍ଟାର୍ଟ କରୁଛି ନା, ଏଠି ଦେଖ ଗୋଟେ ସର୍କଲ ହଉଛି 360 ଡିଗ୍ରୀ, ଏଠି 0 ଡିଗ୍ରୀରୁ ଷ୍ଟାର୍ଟ ହେଇଛି, ଏଇ ଜାଗାଟା 0 ଡିଗ୍ରୀ। 350 ପରେ 0 ହେଇଛି ମାନେ ଏଇଠି ଏଟା 350 ପରେ 10ଟା ଅଛି, ସେଟା ଟୋଟାଲ ହେଲା 360 ଡିଗ୍ରୀ। 360 ଡିଗ୍ରୀ ଏଇଟା ଥ୍ରୀ, ହଁ 360 ଡିଗ୍ରୀ। ତ ଏଇ ଯୋଉ ଡିଗ୍ରୀ ଆମର ପ୍ରତ୍ୟେକ ଜୋନ୍ ଆମେ 16ଟା ଜୋନ୍ ବିଷୟରେ ପଢିଲେ। ତ 360 ଡିଭାଇଡେଡ ବାय 16 ହେଲେ ଆପଣଙ୍କର ପ୍ରତ୍ୟେକ ଜୋନ୍ ଆସିବ 22.5 ଡିଗ୍ରୀ। କ୍ଲିୟର? ଏଇଟା ଆଗ ସର୍ବପ୍ରଥମେ ମନେ ରଖିଲେ ପ୍ରଥମ ପଏଣ୍ଟ। ତାପରେ ଠିକ ଜୋନ୍ ପରେ ପରେ ଦେଖନ୍ତୁ ଏଠି ସବୁ ଏଇ ଜିନିଷ ଗୁଡାକ ସବୁ ଜୋନ୍ ଲେଖା ହେଇଛି। ଡିଗ୍ରୀ ସରିଲା ତାପରେ ଆମେ ଜୋନ୍ କୁ ପଳେଇ ଆସିଲେ। ନର୍ଥ, ନର୍ଥ ଇଷ୍ଟ, ନର୍ଥ ଇଷ୍ଟ, ଇଷ୍ଟ ନର୍ଥ ଇଷ୍ଟ, ଇଷ୍ଟ, ଏଇଭଳି ଭାବରେ ଆମର ଜୋନ୍ ଗୁଡିକ ଯାଇଛି ଏବଂ ଜୋନ୍ ର କ୍ୟାରେକ୍ଟରିଷ୍ଟିକ୍ସ ବିଷୟରେ ଆମେ ଅଲରେଡି ଡିସ୍କସନ କରିଦେଇଛେ। ସେଇ ଜୋନ୍ କୋଉ ବଡି ପାର୍ଟସ କୁ ଇମ୍ପ୍ଲାଏ କରୁଛି ସେଇଟା ଏଇଠି ଦିଆହେଇଛି। ଏଗୁଡା ସବୁ ତାର ବଡି ପାର୍ଟସ। ଠିକ ଅଛି ନା, ଲିଭର, ଗଲ ବ୍ଲାଡର। ତେଣୁ ଯଦି କୌଣସି ଜୋନ୍ ଅସନ୍ତୁଳିତ ରହିବ ତାହେଲେ ସେଇଟା କୋଉ ବଡି ପାର୍ଟ କୁ ଇମ୍ପ୍ଲିକେଟ କରି ପ୍ରୋବ୍ଲେମ କରିବ ସେଇଟା ବି ଏଠି ଦିଆଯାଇଛି। ବଡି ପାର୍ଟ ସରିଗଲା, ବର୍ତ୍ତମାନ ଆସିବା ସେଇ ଜୋନ୍ ର କ୍ୟାରେକ୍ଟରିଷ୍ଟିକ୍ସ କଣ ସେଇଟା ଏଇଠି ଲେଖା ହେଇଛି। ଯେମିତି ନର୍ଥ ର ମନି ଆଣ୍ଡ ଅପରଚୁନିଟିଜ, ନର୍ଥ ଇଷ୍ଟ ର ହେଲ୍ଥ ଆଣ୍ଡ ଇମ୍ୟୁନିଟି, ନର୍ଥ ଇଷ୍ଟ ର କ୍ଲାରିଟି ବା ମନର ସ୍ୱଚ୍ଛତା ବା ଇଏ, ଏଇଟା ସବୁ ଦିଆଯାଇଛି। ଏଇଟା ଆପଣ ମାନେ ପଢିପାରିବେ, ସବୁ ଜୋନ୍ ହିସାବରେ ଦିଆଯାଇଛି। ଏ ଟୋଟାଲ ଟା ଏମିତି ଯାଇଛି ଯୋଉ ଏଗୁଡା ସବୁ ଜୋନ୍ ର କ୍ୟାରେକ୍ଟରିଷ୍ଟିକ୍ସ ବିଷୟରେ ଲେଖା ହେଇଛି। କି ସେଇ ଜୋନ୍ କୋଉ କୋଉ ଜିନିଷକୁ ଆମ ଜୀବନରେ ଇମ୍ପ୍ଲାଏ କରେ। ତାପରେ ଯୋଉ ଜିନିଷ ଗୁଡା ଲେଖା ହେଇଛି N1, N2, N3, N4, N5, N6, N7, N8, ସେଗୁଡା ହଉଛି ନର୍ଥ ର ଜୋନ୍। ଯୋଉ ସବ ଜୋନ୍ ଗୁଡାକ ପ୍ରତ୍ୟେକ ଆମେ ଜାଣିଛୁ, ମୁଁ ପୁଣି ଥରେ କହି ରଖେ, ବାସ୍ତୁରେ ପ୍ରତ୍ୟେକ ଜୋନ୍ ରେ 8ଟି ଲେଖା ମହାଦ୍ୱାର ରହିଛି। ନର୍ଥ ରେ 8ଟି, ଇଷ୍ଟ ରେ 8ଟି, 8 ଜୋନ୍ ଇନ୍ ଇଚ୍ ଡିରେକ୍ସନ। N1, N2, N3, N1, N2, N3 ଏମିତି ହେଇକି ଦେଖନ୍ତୁ E1 ଏଠୁ ଷ୍ଟାର୍ଟ ହେଇଛି,
E8 ରେ ସରି ଯାଇଛି। S1 ସାଉଥ ର ଜୋନ୍ ଏଠୁ ଷ୍ଟାର୍ଟ ହେଇକି ଏ ଯାଏଁ ଯାଇଛି। ୱେଷ୍ଟ ର ଜୋନ୍ ଏଉଠୁ ଷ୍ଟାର୍ଟ ହେଇକି ଏଇ ଯାଏଁ ଯାଇଛି। ନର୍ଥ ର ଜୋନ୍ ବି ଏଉଠୁ ଷ୍ଟାର୍ଟ ହେଇକି ଏଇ ଯାଏଁ ଯାଇଛି। ତେଣୁ ଏ ଚିତ୍ରଟା ତମେ ଭାଇ ନେଟ ରୁ ବି ଡାଉନଲୋଡ କରିପାରିବ। ଏଇଟାକୁ ତମକୁ ମନେ ରଖିବାକୁ ପଡିବ। ଏଇଟା ମନେ ରଖିବା ଦ୍ଵାରା ତୁମର ସବୁ ଜିନିଷ ଜଣା ପଡିବ ଯେ ଯଦି ସେଇ ଜୋନରେ ପ୍ରୋବ୍ଲେମ ହେଲା ତାହେଲେ କୋଉ କୋଉ ରିଲେଟେଡ ଅସୁବିଧା ତାକୁ ହଉଥିବ। ଲେଟ୍ସ ସେ କାର W8 ରେ ପ୍ରୋବ୍ଲେମ ଅଛି, N1 ର ପ୍ରୋବ୍ଲେମ ଅଛି, ତାହେଲେ ତାକୁ ବ୍ୟାଙ୍କ ରୁ ଲୋନ ମିଳିବନି। କ୍ଲିୟର? यस। ଯଦି ଯଦି କୌଣସି ଲୋକର ସଡନ ହାର୍ଟ ଆଟାକ ହେଲା ତାହେଲେ ତାର ସାଉଥ ୱେଷ୍ଟ ଡିରେକ୍ସନରେ ପ୍ରୋବ୍ଲେମ ଅଛି। ମୋ ପଏଣ୍ଟ ବୁଝିପାରୁଛନ୍ତି ତ? ମୁଁ ଖାଲି ଗୋଟେ ଗୋଟେ ଚୁମ୍ବକରେ କହୁଛି, ତାକୁ ଆପଣ ମାନେ ରିଲେଟ କରିବେ। ଯେପର୍ଯ୍ୟନ୍ତ ଜଣେ ବସି ନିଜେ ନ ରିଲେଟ କରିଛି ଜିନିଷଟାକୁ, ସେ ଜିନିଷ ଗୁଡାକୁ ବୁଝିପାରିବ ନାହିଁ। ଏବଂ ପ୍ରତ୍ୟେକ ମହାଦ୍ୱାରର ଗୋଟେ ଗୋଟେ ଦେବତା ଅଛନ୍ତି। ତେଣୁ ଚକ୍ର ବିଷୟରେ ମୁଁ ଯେତିକି ବେସିକ ନଲେଜ ଦେଲି, ତା ଭିତରେ କାହାର ଯଦି କୌଣସି ଡାଉଟ ଅଛି ସେ ଏଠି ପଚାରି ଦେଇପାରେ। क्लियर ଠିକ अच्छे। ଅଛି ନା? आगे। ଏଇ ହଁ, ଏଇ ଚକ୍ରଟାକୁ ଯଦି ତମେ କ୍ଲିଅରଲି ଭାବରେ ମନେ ରଖିଲ, ତାହେଲେ ତୁମକୁ ଇଜି ରହିବ ପ୍ରୋବ୍ଲେମ ଡିଟେକ୍ଟ କରିବା ପାଇଁ। ଏବଂ ଏଇଭଳିଆ କମ୍ପାସ ଟା ବି ବଜାରରେ ମିଳୁଛି। ଆପଣ ନେଟରେ ଚେକ୍ କଲେ ବି ଏଇଭଳିଆ କମ୍ପାସ ଟା ମିଳୁଛି। ଆପଣ ଯେତେବେଳେ ଆପଣ ଘରର ବ୍ରହ୍ମସ୍ଥାନକୁ ନିରୂପଣ କରିବେ, ଏଇ ଚକ୍ରଟା ସେଇ 0 ଡିଗ୍ରୀ ଉପରେ ପକେଇଲେ ଆପଣ ମାନେ ବ୍ରହ୍ମସ୍ଥାନକୁ ଇଜିଲି ନିରୂପଣ କରିପାରିବେ। ଏଇ କ୍ଲାସଟି ପରେ ଆମେ ବ୍ରହ୍ମସ୍ଥାନ ନିରୂପଣର କ୍ଲାସଟି କରିବା। ତେଣୁ ଏଇ ଚକ୍ରଟା ନେଟରେ କମ୍ପାସ ହିସାବରେ ମିଳୁଛି। ଆପଣ ମାନେ ଏଟାକୁ କିଣିଦେଇ ପାରିବେ। 100 ଟଙ୍କା ଭିତରେ କି 60 ଟଙ୍କା ପଡିବ। ଆପଣ ଏଟାକୁ ଆଣି ମଗେଇ ଦେଇ ପାରିବେ ବାସ୍ତୁ ବିଷୟରେ ବ୍ରହ୍ମସ୍ଥାନ ନିରୂପଣ କରିକି ଜୋନ ଗୁଡାକ ବାହାର କରିବା ପାଇଁ। ଠିକ ଅଛି? ଏଇ ଯୋଉ 45 ଦେବତା ରହିଲେ, ତାର ଗୋଟେ ଆମେ ସେପାରେଟ କ୍ଲାସ କରିବା। ଯୋଉ ଜୋନ ରହିଲା ତାର ବି ସେପାରେଟ କ୍ଲାसेସ କରିବା। ଖାଇଗଲା ଜିନିଷ ନୁହଁ, ଧୀରେ ଧୀରେ ପଢନ୍ତୁ, ହେଲେ ମନେ ରଖନ୍ତୁ ଏବଂ ରିଲେଟ କରନ୍ତୁ ନିଜ ଜୀବନ ସହିତ। ତାହେଲେ ହିଁ ଆପଣ ଭଲସେ ଜାଣିପାରିବେ। ତେବେ ଆଜିର ସେସନ ପାଇଁ ଏତିକି। ଆମେ ନେକ୍ସଟ କ୍ଲାସରେ ପଢିବା ବ୍ରହ୍ମସ୍ଥାନ ନିରୂପଣ। ଠିକ ଅଛି? ବ୍ରହ୍ମସ୍ଥାନ ନିରୂପଣ ହେଲେ, ବ୍ରହ୍ମସ୍ଥାନ ନିରୂପଣ କରିବା ପୂର୍ବରୁ ମୁଁ ଗୋଟେ କ୍ଲାସ ନେବି ଏଇଠିକି, କି କୋଉ କୋଉ ପ୍ଲଟ ରେ ଘର ହେଇପାରିବ। ସେଇଟା ଯଦି ଆମେ ନ ଜାଣିବା, ତାହେଲେ ବ୍ରହ୍ମସ୍ଥାନ କଣ ନିରୂପଣ କରିବା? କ୍ଲିୟର? हम्म। ରାଜା ବାବୁ, ଏଥିରେ କ୍ଲିୟର ଡାଉଟ ଅଛି କି? ଆରେ ना। ଯୋଉଠି ଖାଇବିନି ସେଠି ଜାତି ପଚାରିବି କାହିଁକି? हम्म। ଯୋଉ ପ୍ଲଟ ରେ ଘର ହେଇପାରିବନି ସେଠି ବ୍ରହ୍ମସ୍ଥାନ ନିରୂପଣ କରିବା କଣ ଆବଶ୍ୟକତା ଅଛି? आगे। ମୋ ପଏଣ୍ଟ ବୁଝିପାରିଲେ? हम्म। ମୋ ପଏଣ୍ଟ ବୁଝିପାରିଲେ ତ ମୁଁ କଣ କହୁଛି? आगे आगे। ତେଣୁ ଯୋଉ ଯୋଉ ପ୍ଲଟରେ ଘର ହେଇପାରିବା ଆଗ ସେଇଟା ପଢିବା। ସେଇଟା ପଢି ସାରିଲା ପରେ ହିଁ ଆମେ ବ୍ରହ୍ମସ୍ଥାନ ନିରୂପଣ ପଢିବା। आगे। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ପୁଣି ଥରେ ଜୟ ଶ୍ରୀ ଜଗନ୍ନାଥ। ଦୟାକରି ପଢନ୍ତୁ, ପଢିଲେ ହିଁ ଜିନିଷ ଜାଣିପାରିବେ। ଜୟ ଜଗନ୍ନାଥ।